ଦେଖନ୍ତୁ ଇଏ ହେଉଛି ଏଟାରେ ହୋଲ୍ ଅଛି। ଏଇଟା ଏ ଯେଉଁ ନୋଜଲଟା ଦେଖନ୍ତୁ ଏ ନୋଜଲଟା ଏଇଟା ହୋଲ୍ ଅଛି। ଏଇଟାରେ ଏଇଟା ଅଛି ହୋଲ୍ ଅଛି। ଅଏଲ୍ ପ୍ରଥମେ ଟିକେ ଅଧିକ ଅଏଲ୍ ପକା ହେବ, ଚାରି ସାଇଡ଼ ଅଏଲ୍ ଭିଜିବ, ଚାରି ସାଇଡ଼ ଅଏଲ୍ ପୁରା ମାନେ ଟିକେ ଅଧିକ ଅଏଲ୍ ପ୍ରାୟ ପାଖାପାଖି 50ରୁ 100 ml ପାଖାପାଖି ଅଏଲ୍ ପକା ହେବ। ତାପରେ କିଛି କାଠ, ଛୋଟ କାଠ ଏଇଟା ପରେ ମାନେ ଏଇଟା ଗଡ଼ି ଗୁଣ୍ଡ ଡଷ୍ଟ ତାହେଲେ ଛୋଟ କାଠ ଟିକେ ପକାଇବ, ଅଏଲ୍ରେ ଭିଜେଇକିରି ନିଆଁ ଲଗାଇବ, ସାଙ୍ଗେ ଲାଗିଯିବ। ନହେଲେ ଏଇଟା ମାନେ ଚଉଡ଼ା କରିକିରି ଭଲ ସିମେଣ୍ଟରେ ସାଇଜ୍ରେ କରି ଏଇଟା ଚଉଡ଼ା କରିବ। ଏଇଟା ସେଣ୍ଟରରେ ରହିବ, ଏଇଟା ମାନେ ତାର ସେଣ୍ଟରରେ ରହିବ। ଏଇଟା ଏଲ୍ ଲାଗିଛି, ଏଲ୍ ମାନେ ଗୋଟେ ଲାଗିଛି ଜିଆଇ ଏଲ୍ ଲାଗିଛି 1/2 ଇଞ୍ଚ। ଏଇଟା 3/4 ପାଇପ୍ ହେଲା। ଏଇଟା ଯେଉଁ ପାଇପ୍ଟା 3/4 ଏଇରେ ଆସିବ। ବ୍ଲୋରରେ ଲାଗିଛି, ବ୍ଲୋରରୁ ଡାଇରେକ୍ଟ ଏଇରେ ଆସିବ, ଏପଟେ ବାହାରିବ ହେଲା। ଏଇଟା ସେଣ୍ଟରରେ ରହିବ। ଆଉ ଯେଉଁଟା ଅଏଲ୍ ଯେଉଁ ଆସିବ ଏ କର୍ଣ୍ଣରରେ ଜଷ୍ଟ ଟିକେ ମାନେ ତା ଉପରକୁ ରଖିବ, ବ୍ଲୋର ଉପରକୁ ରଖ କିମ୍ବା ଆଉ କେଉଁ ସାଇଡ଼୍ରେ ବି ରଖ। ସେ ଲେଭେଲରେ ମାନେ ଏ ଯେଉଁ ଲେଭେଲରେ ଟିକେ ହାଇଟ୍ ରହିବ, ମାନେ ପାଇପ୍ ଟିକେ ଜଷ୍ଟ ଉପରକୁ ରଖିବ, ପାଇପ୍ ଉପରକୁ ରଖିବ। ଏ ଯେଉଁ ଅଏଲ୍ ଯେଉଁଟା ଯିବ ହେଲା, ଅଏଲ୍ ଯିବ। ଏଇଟା ବେଣ୍ଡ କରିବ। ମୁଁ ଏଇଟା ପାଇପ୍ ନଥିଲା, ଏଇଟା ଜିଆଇ ପାଇପ୍ରେ ତା ପୁରା ଲମ୍ବା କରି ରଖିବ। ଜିଆଇ ଚାहे ଷ୍ଟିଲ୍ ହଉ, ଏଇଟା ଗୋଟେ ଛତର ଗୋଟେ ଲଗେଇଦେବ ଅଏଲ୍ ପଡ଼ିବା ପାଇଁ, ମାନେ ଏପଟେ ସେପଟେ ପଡ଼ିବନି। ଆଉ ଏଇଟା ମୁଁ ଦେଶୀ ଯୋଗାଡ଼ କରିଦେଇଛି। ଏଇଟା ଗୋଟେ ଡବାରେ ମାନେ ପାଣି ଯେଉଁ ଟେପ୍ ଯାକ ଯେଉଁ ଆଉଛି, ପାଣି ଟେପ୍ ଯାକ ଯେଉଁ ଆଉଛି, ଛୋଟ ଟେପ୍ ଯାକ, ସେ ଟେପ୍ ଏଇଟା ଗୋଟେ ଡବା ଗୋଟେ କରିଦେଇକି ଡବା ଗୋଟେ ରଖିଦେଇକି ସେ ଟେପ୍ ଲଗେଇ ଦେଇ ଆହିଁରେ ଯେମିତି ଟୋପା ଟୋପା ପଡ଼ିବ, ଏଥିରେ ଯେମିତି ଟୋପା ପଡ଼ିବ ସେମିତି କରିଦେବ ହେଲା। ସେଭଳିଆ କରିକିରି ଭାଇ ସେ ସେଟଅପ୍ଟା ଗୋଟେ ବନ। ଦେଖ ମୁଁ ଏବେ ଜଷ୍ଟ ଟିକେ ଆଗରୁ ଚାଲୁ କଲି, ମାନେ ଏଇଟା ଆହୁରି ଗରମ ବି ହେଲେ ଆହୁରି ଅଧିକ ବି ଜାଳ ହେବ ହେଲା। ଆପଣ ଫ୍ୟାନ୍ ଏ ଯେଉଁ କଣ୍ଟ୍ରୋଲର ଉପରେ ରହିଲା ସବୁ କିଛି ସ୍ଲୋ ସ୍ପିଡ଼ କରିବା ପାଇଁ ହେଲା। କଣ୍ଟ୍ରୋଲର ଉପରେ ରହିଲା, ଏଇଟାରେ ମାନେ ସ୍ଲୋ ସ୍ପିଡ଼ ହେବ। ମାନେ ସବୁବେଳେ ଏତିକି ତ ମାନେ ଜାଳ ହେବାଟା ଫାଇନାଲ୍। ଆଠୁ ବି ଅଧିକ ହେବ, ଆଠୁ ବି ମାନେ ଏଟା ବସେଇଲେ ତାୱା ଫାୱା କ'ଣ ବସେଇଲେ ଆହୁରି ଅଧିକ ଟେଷ୍ଟ ହେବ। ତାୱା ଏଇଟା ଗୋଟେ ଗ୍ୟାସ୍ର ନେଇଯିବ, ନଚେତ ଏମିତି ବନେଇଦେବ ହେଲେ ଏଇଟା ଗ୍ୟାସ୍ର ଚୁଲାର ଏଇଟା ଲଗେଇଦେବ। ମାନେ ଷ୍ଟୋଭ୍ରୁ ଅଧିକ ଜାଳ ଏକଦମ ଅଧିକ। ଯଦି କୌଣସି ଏତା ହେଲା ହେଲେ ଆହୁରି ଯଦି କମିଲା ହେଲେ ଆହିଁରେ ଆଉ ଟିକେ କାଠ ଆଉ ଟିକେ ଦେଖ। ଏତିକି ଜାଳରେ ମାନେ ଆରାମରେ ହେଇପାରିବ, କିଛି ଅସୁବିଧା ନାହିଁ। ଏତିକି ଜାଳରେ ଆରାମରେ ହେଇପାରିବ। ପ୍ରବଳ ମାନେ ଗ୍ୟାସ୍ ହେଉଛି ହେଲା। ଏ ଷ୍ଟୋଭ୍ ଭଳି, ଆପଣ କିରୋସିନି ଷ୍ଟୋଭ୍ ଭଳି ଏଇଟା ଟୋପା ଏମିତି ପଡ଼ିବ ହେଲା। ଆଉ ଅଧିକ ପଡ଼େନି, ଟୋପା ଏମିତି ପଡ଼ିବ। ଆଠୁ ଆହୁରି ଏତିକି କରିବ। ଆଉ ଅଧିକ କଲେ ମାନେ ଅଏଲ୍ ବି ହେବ। ଏଇଟା ସବୁଠୁ କମ୍ ଅଏଲ୍ରେ, ଏତିକିରେ କଲେ କମ୍ ଅଏଲ୍ରେ ହେବ। ଆପଣ ଲିଟରଟା ଅଏଲ୍ ମାନେ 2 ଦିନରେ ରୋଷେଇରେ ଆପଣ ଲିଟରଟା ଅଏଲ୍ ପ୍ରାୟ 2ରୁ 3 ଦିନ, ମାନେ ଲୋକ ହିସାବରେ ରୋଷେଇ କଲେ 2-3 ଦିନ ଚାଲିବ। ହଉ ରଖୁଛି ହେଲା। ଭାବୁଛି ବନେଇଦେବେ।